ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଉତ୍ପାଦନ ଭିତ୍ତିକ ଅର୍ଥନୀତି ଦ୍ୱାରା ହିଁ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିହାର ବିଧାନସଭାର ଦ୍ୱିତୀୟ ଓ 7ଟି ରାଜ୍ୟର 8ଟି ବିଧାନସଭା ଆସନ ଉପନିର୍ବାଚନ ନିମନ୍ତେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜି ସନ୍ଧ୍ୟାରେ ଏନ୍ଡିଏ ଘୋଷଣା କରିବ ବିହାର ପ୍ରାର୍ଥୀ ତାଲିକା। ଆଇଆର୍ସିଟିସି ଦୁର୍ନୀତି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ ତାଙ୍କ ପତ୍ନୀ ଓ ପୁଅକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ। ତାମିଲନାଡୁରେ ଘଟିଥିବା ଦଳାଚକଟା ଘଟଣାରେ ସିବିଆଇ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ 173 ରନ୍ରୁ ଦ୍ୱିତୀୟ ଇନିଂସ ଜାରି ରଖିଛି ୱେଷ୍ଟଇଣ୍ଡିଜ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାରତ ଉତ୍ପାଦନ ଭିତ୍ତିକ ଅର୍ଥନୀତି ଦ୍ୱାରା ହିଁ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ। ଆଜି ଭାରତର ସର୍ବବୃହତ ହାକାଥନ୍ ବିକଶିତ ଭାରତ ବିଲ୍ଡାଥନ୍ 2025କୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନ ଆଧାରିତ ଶତାବ୍ଦୀ। ଭାରତ ବିଶ୍ୱରେ ଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ବିକଶିତ ରାଷ୍ଟ୍ର ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ଆଗାମୀ ଦିନରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ସହ ଉନ୍ନତମାନର ଜ୍ଞାନକୌଶଳ ଓ ସେଥିପ୍ରତି ଏକ ସ୍ପଷ୍ଟ ଦୃଷ୍ଟି ରଖିବା ଆବଶ୍ୟକ। ଆଜି ଅନୁଷ୍ଠିତ ବିଲ୍ଡାଥନ୍ରେ ଦେଶର 3 ଲକ୍ଷ ସ୍କୁଲରୁ 25 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଆଭାସୀ ଜରିଆରେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, आत्मनिर्भर भारत और इनोवेशन को लेके समृद्धि को लेके 100 साल पहले हम लोगों ने स्वराज्य की लड़ाई लड़ी थी। आज देश के लीग को समृद्ध बनाने के लिए आज दायित्व लेने की आवश्यकता है। स्कूली बच्चों के अंदर उसकी वार्ता को पहुंचाने के लिए ये सारे संगठन मिलके अभी जो मैं आज उसको देखने आया था डीपीएस मथुरा रोड की स्कूल में। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଟଳ ନବସୃଜନ ଅଭିଯାନ ଏବଂ ନୀତି ଆୟୋଗ ଦ୍ୱାରା ଆୟୋଜିତ ବିକଶିତ ଭାରତ ବିଲ୍ଡାଥନ୍ କାର୍ଯ୍ୟକ୍ରମରେ ଦେଶବ୍ୟାପୀ 6ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସୃଜନଶୀଳତା ଓ ସମସ୍ୟା ସମାଧାନ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ମଞ୍ଚ ପ୍ରଦାନ କରାଯାଇଛି। ଏହାକୁ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। मंत्री नरेंद्र मोदी जी ने देश के सामने एक बहुत बड़ी महत्वाकांक्षी लक्ष्य रखा है। 2047 तक भारत को विकसित बनाना है, भारत को एक डेवलप्ड नेशन के रूप में परिवर्तित करना है। इसकी जिम्मेवारी सबसे ज्यादा है भारत की युवाओं के ऊपर, भारत की नई पीढ़ी के ऊपर, भारत की विद्यार्थियों के ऊपर। इसी को ध्यान में रखते हुए भारत सरकार की स्कूल डिपार्टमेंट, अटल इनोवेशन मिशन और एआईसीटी इन तीनों की कोलैबोरेशन में प्रधानमंत्री जी की विजन को नीचे उतारने के लिए हमने काम पे जुटे हैं। ନିର୍ବାଚନ ଆୟୋଗ ଆଜି ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ପର୍ଯ୍ୟାୟରେ 20ଟି ଜିଲ୍ଲାର 122ଟି ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଚଳିତ ମାସ 20 ତାରିଖ ରହିଛି। 21 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ 23 ତାରିଖ ସୁଦ୍ଧା ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତା ନଭେମ୍ବର 11 ତାରିଖରେ ଭୋଟ ଗ୍ରହଣ ହେବ। ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ନଭେମ୍ବର 14 ତାରିଖରେ 243 ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ମୋଟ 7 କୋଟି 42 ଲକ୍ଷରୁ ଅଧିକ ଭୋଟର ମତଦାନ ପ୍ରକ୍ରିୟାରେ ସାମିଲ ହେବେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ପ୍ରତ୍ୟେକ ଦିନ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଆୟୋଗଙ୍କ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ବିହାରର ପଶ୍ଚିମ ଚମ୍ପାରନ, ପୂର୍ବ ଚମ୍ପାରନ, ସୀତାମାଢ଼ି, ସେଓହର, ମଧୁବନୀ, ସୁପାଲ, ଆରାରିଆ, କିଶନଗଞ୍ଜ, ପୂର୍ଣ୍ଣିଆ ଏବଂ କଟିହା ଜିଲ୍ଲା ରହିଛି। ଏଥିସହିତ ଭାଗଲପୁର, ବାଙ୍କା, ଜାମୁଇ, ନୱାଡ଼ା, ଗୟା, ଔରଙ୍ଗାବାଦ, ଜହାନାବାଦ, ଅରୱଲ, କୈମୁର ଏବଂ ରୋହତକ ଜିଲ୍ଲାରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। 7ଟି ରାଜ୍ୟର 8ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ବିଧାନସଭା ଆସନଗୁଡ଼ିକ ହେଉଛି ଜମ୍ମୁ କାଶ୍ମୀରର ବୁଡଗାଓଁ ଏବଂ ନଗ୍ରୋଟା, ରାଜସ୍ଥାନର ଅନ୍ତା, ଝାଡ଼ଖଣ୍ଡର ଘାଟସିଲା, ତେଲଙ୍ଗାନାର ଜୁବଲି ହିଲ୍ସ, ପଞ୍ଜାବର ତରନତାରନ, ମିଜୋରାମର ଡମ୍ପା ଏବଂ ଓଡ଼ିଶାର ନୂଆପଡ଼ା। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀର ଏବଂ ଓଡ଼ିଶା ଓ 21 ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ, ମିଜୋରାମ, ପଞ୍ଜାବ, ତେଲଙ୍ଗାନା ଓ ରାଜସ୍ଥାନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି। ଏହିସବୁ ଆସନଗୁଡ଼ିକରେ ଆସନ୍ତା ମାସ 11 ତାରିଖରେ ଭୋଟ ଗ୍ରହଣ କରାଯାଇ 14 ତାରିଖରେ ଭୋଟ ଗଣତି କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ବିହାର ବିଜେପି ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଜୟସ୍ୱାଲ କହିଛନ୍ତି ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି ଏବଂ ଆଜି ସନ୍ଧ୍ୟାରେ ଏହା ଘୋଷଣା କରାଯିବ। ପାଟନାଠାରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଡକ୍ଟର ଜୟସ୍ୱାଲ କହିଛନ୍ତି ଅଂଶୀଦାର ଦଳଗୁଡ଼ିକ ସହ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇସାରିଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏରେ ସାମିଲ ଥିବା ଜନତା ଦଳ ୟୁନାଇଟେଡ୍ ଆଜି ତାର ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି। ସେହିପରି ଜନସୁରଜ ପାର୍ଟି ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣାପଡ଼ିଛି। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଂଝୀ କହିଛନ୍ତି ବିହାରରେ ଅନେକଗୁଡ଼ିଏ ବିକାଶମୂଳକ କାର୍ଯ୍ୟ କରାଯାଇଛି ଏବଂ ଆଗାମୀ ଦିନରେ ଏନ୍ଡିଏ ମେଣ୍ଟକୁ ସୁଦୃଢ଼ କରିବା ଲାଗି ଦଳ କାର୍ଯ୍ୟ କରିବ। को लेकर के हम आगे बढ़ेंगे, काम करेंगे और इसके लिए हम नरेंद्र मोदी जी को धन्यवाद देते हैं, क्योंकि नरेंद्र मोदी जी और नीतीश कुमार बिहार में और भारत में अच्छा काम हो रहा है। तो कामों को देखते हुए और किसी प्रकार का व्यवधान नहीं हो हमारी तरफ से, ये हमारी सबसे बड़ी प्राथमिकता है। इसलिए सीट शेयरिंग के नाम पर किसी प्रकार का कोई हमको ये नहीं है। हम हर तरह से साथ हैं, निर्णय को हम सर्वधारित किया है। ଇତିମଧ୍ୟରେ କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟରେ ସିଟ୍ ଆବଣ୍ଟନ ଲାଗି ଆଲୋଚନା ଚାଲିଛି। ବିହାର କଂଗ୍ରେସ ଅଧ୍ୟକ୍ଷ ରାଜେଶ ରାମ କହିଛନ୍ତି ଖୁବ୍ ଶୀଘ୍ର ଆସନ ବୁଝାମଣା ହେବା ପରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ, ତାଙ୍କ ପତ୍ନୀ ରାବିଡି ଦେବୀ, ପୁଅ ତେଜସ୍ୱୀ ଯାଦବ ଏବଂ ଅନ୍ୟ କେତେଜଣଙ୍କୁ ଅପରାଧୀ ସାବ୍ୟସ୍ତ କରିଛନ୍ତି। ଆଇଆର୍ସିଟିସି ଦୁର୍ନୀତିରେ ନ୍ୟାୟାଳୟ ପକ୍ଷରୁ ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ ଏହି ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟାଳୟ ପକ୍ଷରୁ 3 ଜଣଙ୍କ ବିରୋଧରେ ଭ୍ରଷ୍ଟାଚାର, ଅପରାଧିକ ଷଡ଼ଯନ୍ତ୍ର ଏବଂ ଠକେଇ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ଅଭିଯୁକ୍ତମାନେ ନିଜକୁ ନିର୍ଦ୍ଦୋଷ କହିଥିବାରୁ ମାମଲା ଜାରି ରହିବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଲାଲୁ ଯାଦବ ଏବଂ ତାଙ୍କ ପରିବାର ପକ୍ଷରୁ ଲୋକମାନଙ୍କୁ ଚାକିରି ଦେବା ବଦଳରେ ଜମି ଅଧିଗ୍ରହଣ କରାଯାଇଥିବା କୁହାଯାଇଛି। ତାମିଲନାଡୁର କରୁରରେ ଘଟିଥିବା ଦଳାଚକଟା ଘଟଣାର ସିବିଆଇ ତଦନ୍ତ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାସ 27 ତାରିଖରେ ତାମିଲଗା ଭେଟ୍ରି କାଜଗମ ରାଜନୈତିକ ଦଳର ରାଜନୈତିକ ର୍ୟାଲି ସମୟରେ ଦଳାଚକଟା ଘଟି 41 ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଗୋଷ୍ଠୀ ଦ୍ୱାରା କରିବା ନେଇ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଦଳର ମୁଖ୍ୟ ତାମିଲ ଅଭିନେତା ତଥା ବିଜୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ଏନ୍.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଘଟଣାର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବା ସହ ସୁପ୍ରିମକୋର୍ଟଙ୍କ ଏକ 3 ଜଣିଆ କମିଟି ତଦନ୍ତର ତଦାରଖ କରିବ ବୋଲି କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଅନ୍ଲାଇନ୍ ଏବଂ ସାମାଜିକ ଗଣମାଧ୍ୟମ ଅପରାଧରୁ ସୁରକ୍ଷିତ ରହିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଗୁରୁଗ୍ରାମର ସାଇବର ଅପରାଧ ଆରକ୍ଷୀ ଅଧୀକ୍ଷକ ପ୍ରିୟାଂଶୁ ଦିୱାନ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 011-2371711 ଓ 011-2331-4444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ହମାସ ପକ୍ଷରୁ ଆଜି 7 ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯାଇ ରେଡ୍କ୍ରସକୁ ହସ୍ତାନ୍ତର କରାଯାଇଛି। ଅସ୍ତ୍ରବିରତି ଯୋଜନାର ପ୍ରଥମ ପଦକ୍ଷେପ ସ୍ୱରୂପ ପଣବନ୍ଦୀଙ୍କୁ ମୁକ୍ତ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ହମାସ ପକ୍ଷରୁ କୁହାଯାଇଛି ଇସ୍ରାଏଲରେ ବନ୍ଦୀ ଥିବା 1900 ପାଲେଷ୍ଟାଇନ୍ ନାଗରିକଙ୍କ ବଦଳରେ 20 ଜଣ ପଣବନ୍ଦୀଙ୍କୁ ହସ୍ତାନ୍ତର କରାଯିବ। ସୂଚନା ଅନୁଯାୟୀ 3ଟି ପର୍ଯ୍ୟାୟରେ 20 ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯିବ। ହମାସ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ସଠିକ୍ ଭାବରେ ହେଉଛି କି ନାହିଁ ତାହା ତଦାରଖ କରିବା ଲାଗି ଆମେରିକାର ଏକ 200 ଜଣିଆ ସୈନ୍ୟ ଦଳ ନଜର ରଖିଛନ୍ତି। ଇତିମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେଲ୍ ଆଭିଭରେ ପହଞ୍ଚିଛନ୍ତି। ହ୍ୱାଇଟ୍ ହାଉସ୍ରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଟ୍ରମ୍ପ ଇସ୍ରାଏଲ ପଣବନ୍ଦୀଙ୍କ ପରିବାରବର୍ଗଙ୍କ ସହ ସାକ୍ଷାତ କରିବା ପରେ ଇସ୍ରାଏଲ ସଂସଦରେ ଉଦ୍ବୋଧନ ଦେବେ। କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଗାଜା ଶାନ୍ତି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବେ। ସେ କାଏରୋରେ ପହଞ୍ଚି ସାରିଥିବା ଜଣାପଡ଼ିଛି। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ଆଜି ଚତୁର୍ଥ ଦିନରେ ଗତକାଲିର ସ୍କୋର 173 ରନ୍ରୁ ଦ୍ୱିତୀୟ ଇନିଂସ ୱେଷ୍ଟଇଣ୍ଡିଜ୍ ଜାରି ରଖିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ୱେଷ୍ଟଇଣ୍ଡିଜ୍ 9 ୱିକେଟ୍ ବିନିମୟରେ 311 ରନ୍ କରିଛି। ପ୍ରଥମ ଇନିଂସରେ ଭାରତ 5 ୱିକେଟ୍ ବିନିମୟରେ 518 ରନ୍ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ଗତକାଲି ଫଲୋ ଅନ୍ର ଶିକାର ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଉତ୍ପାଦନ ଭିତ୍ତିକ ଅର୍ଥନୀତି ଦ୍ୱାରା ହିଁ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିହାର ବିଧାନସଭାର ଦ୍ୱିତୀୟ ଓ 7ଟି ରାଜ୍ୟର 8ଟି ବିଧାନସଭା ଆସନ ଉପନିର୍ବାଚନ ନିମନ୍ତେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜି ସନ୍ଧ୍ୟାରେ ଏନ୍ଡିଏ ଘୋଷଣା କରିବ ବିହାର ପ୍ରାର୍ଥୀ ତାଲିକା। ଆଇଆର୍ସିଟିସି ଦୁର୍ନୀତି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ, ତାଙ୍କ ପତ୍ନୀ ଓ ପୁଅକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ। ତାମିଲନାଡୁରେ ଘଟିଥିବା ଦଳାଚକଟା ଘଟଣାରେ ସିବିଆଇ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଆଜି ଚତୁର୍ଥ ଦିନରେ 173 ରନ୍ରୁ ଦ୍ୱିତୀୟ ଇନିଂସ ଜାରି ରଖିଛି ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।